ବନରାଜ ନାମକ ଏକ ସିଂହ ଏକ ଜଙ୍ଗଲରେ ରହୁଥିଲା। ଦିନେ ସେ ଶିକାର କରିବା ପାଇଁ ବହୁତ ଦୂରକୁ ଚାଲିଗଲା। ସନ୍ଧ୍ୟା ହୋଇଯାଇଥିଲା। କୌଣସି ଶିକାର ସେଦିନ ତାକୁ ମିଳିନଥିଲା। ଏହାପରେ ସେ ଥକି ଯାଇଥିଲା। ତାପରେ ସେ ଏକ ଗୁମ୍ଫା ଦେଖିଲା। ସେ ଗୁମ୍ଫା ଭିତରକୁ ଗଲା। ଗୁମ୍ଫା ଖାଲି ଥିଲା। ଭାବିଲା ନିଶ୍ଚିତ ଭାବରେ ଏଠାରେ ବାସ କରୁଥିବା ପଶୁ ବାହାରକୁ ଯାଇଛି। ସେ ନିଶ୍ଚିତ ଭାବରେ ରାତି ସୁଦ୍ଧା ଗୁମ୍ଫାକୁ ଫେରିବ। ସେ ଏହା କରିବା ପର୍ଯ୍ୟନ୍ତ ମୁଁ ଏଠାରେ ଲୁଚି ରହି ବସିବି। ଯେତେବେଳେ ସେହି ପଶୁ ଆସିବ ମୁଁ ଏହାକୁ ମାରି ଖାଇବି ଏବଂ ମୋର ଭୋକ ମେଣ୍ଟାଇବି। ତେଣୁ ସେ ଗୁମ୍ଫାର ଏକ କୋଣରେ ଲୁଚି ରହିଲା। ସେହି ଗୁମ୍ଫା ଚତୁର ନାମକ ଏକ ଶୃଗାଳର ଥିଲା। ସେ ଫେରି ଗୁମ୍ଫା ନିକଟରେ ପହଞ୍ଚି ଦେଖିଲା ଯେ ଗୁମ୍ଫା ଭିତରେ ସିଂହର ପାଦଚିହ୍ନ ଯାଉଛି। ତେଣୁ ସେ ବୁଝିଗଲା ଯେ ବାଘ ଗୁମ୍ଫାରେ ପ୍ରବେଶ କରିଛି। ସେ ଆହୁରି ମଧ୍ୟ ସନ୍ଦେହ କଲା ଯେ ସେ ଏବେ ମଧ୍ୟ ଭିତରେ ବସିଛି। ବାଘ ଗୁମ୍ଫାରେ ବସିଛି କି ନାହିଁ ଜାଣିବା ପାଇଁ ସେ ଏକ ଧାରଣା କଲା। ଗୁମ୍ଫାର ପ୍ରବେଶ ପଥରେ ଠିଆ ହୋଇ ସେ ଉଚ୍ଚ ସ୍ୱରରେ କହିଲା, ବନ୍ଧୁ, ମୁଁ ଫେରି ଆସିଛି। ମୁଁ କହିଲି ତୁମେ ମୋତେ ସ୍ୱାଗତ କରିବ, କିନ୍ତୁ ତୁମେ ଚୁପ୍। ଘଟଣା କ'ଣ? ଆପଣ କାହିଁକି କିଛି କହୁନାହାନ୍ତି? ଯେତେବେଳେ ଶୃଗାଳର ସ୍ୱର କାନରେ ପହଞ୍ଚିଲା ସେତେବେଳେ ସେ ଭାବିଲା ଯେ ଏହି ଗୁମ୍ଫାଟି ଆସିବା ପରେ ନିଶ୍ଚିତ ଭାବରେ କିଛି କହିବ। ବୋଧହୁଏ ଆଜି ମୁଁ ଶାନ୍ତ ଅଛି କାରଣ ମୁଁ ଏଠାରେ ଅଛି। ଯଦି ଗୁମ୍ଫା କିଛି କହିଲା ନାହିଁ ଶୃଗାଳ ସନ୍ଦେହଜନକ ହୋଇ ଫେରି ଯାଇପାରେ। ତେଣୁ ସେ ଗର୍ଜନ କରି କହିଲା, ଆସ ବନ୍ଧୁ, ଆପଣଙ୍କୁ ସ୍ୱାଗତ। ଶୀଘ୍ର ଭିତରକୁ ଆସ। ବାଘର ଗର୍ଜନ ଶୁଣି ଶୃଗାଳ ଭୟଭୀତ ହେଲା। ସେ ସେଠାରୁ ବିପରୀତ ପାଦରେ ଦୌଡ଼ି ପଳାଇଲା। ଏଠାରେ ବାଘ ଦୀର୍ଘ ସମୟ ପର୍ଯ୍ୟନ୍ତ ଶୃଗାଳ ଭିତରକୁ ଆସିବା ପାଇଁ ଅପେକ୍ଷା କଲା, କିନ୍ତୁ ସବୁ ବୃଥା ହେଲା। ଶେଷରେ ସେ ବୁଝିଗଲା ଯେ ଶୃଗାଳ ତାକୁ ବୋକା ବନାଇ ପଳାଇ ଯାଇଛି। ବାଘ ତା ମୂର୍ଖତା ଉପରେ ଅତ୍ୟଧିକ କ୍ରୋଧିତ ହେଲା, କିନ୍ତୁ ସେ ବର୍ତ୍ତମାନ କ'ଣ ବା କରିପାରିଥାନ୍ତା? ଶିକାରଟି ତା ହାତରୁ ଖସି ଯାଇଥିଲା। ଏହି କାହାଣୀରୁ ଆମେ କ'ଣ ଶିଖିଲେ? ଯିଏ ଭବିଷ୍ୟତର ସଙ୍କଟକୁ ଭବିଷ୍ୟବାଣୀ କରେ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ବାଟ ଖୋଜିଥାଏ ସେ ହିଁ ପ୍ରକୃତ ଜ୍ଞାନୀ ଅଟେ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ଭଲ ଲାଗିଥାଏ ତେବେ କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ।